ଛବିରାଣୀ ଏକ ନିଃଶକ ସତ୍ୟ କାହାଣୀ। ପଶ୍ଚିମବଙ୍ଗ ମେଦିନାପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଛବିରାଣୀ। ତାଙ୍କର ଭାଇ ପୁରୀରେ ଏକ ମଠର ତତ୍ତ୍ୱାବଧାରକ ଭାବେ କାମ କରନ୍ତି। ପରିବାର ସହ ଛବିରାଣୀ ପୁରୀରେ ରହୁଥିଲେ। ସେଠାରେ ତାଙ୍କର ନବକିଶୋରଙ୍କ ସହିତ ପ୍ରେମ ବିବାହ ହୋଇଥିଲା। ବାହାଘର ପରେ ନବଦମ୍ପତି ରୋଜଗାର ଆଶାରେ ବିରିଡ଼ି ଆସିଥିଲେ। ସେଠାରେ ସେମାନେ ସାମ୍ବାଦିକତା କରି ପେଟ ପୋଷୁଥିଲେ। ସତ୍ୟ ଘଟଣାର ପର୍ଦ୍ଦାଫାଶ କରୁଥିବା ନବକିଶୋର ଓ ଛବିରାଣୀ ଏକ ଲୋମହର୍ଷଣକାରୀ ଘଟଣାର ଚରିତ୍ର ରହିଯିବେ ଏକଥା ସେମାନଙ୍କୁ ଜଣା ନଥିଲା। ମଦ ମାଫିଆ, ସାରା ଦୁର୍ନୀତିକାରୀ ଓ କୁଜି ନେତାଙ୍କ ରୋଷର ଶିକାର ହେବାକୁ ପଡ଼ିଲା ଛବିରାଣୀଙ୍କୁ। ସେଦିନ ଥିଲା 1980 ମସିହା ଅକ୍ଟୋବର ମେ 3 ତାରିଖ। ସନ୍ଧ୍ୟା ପ୍ରାୟ 7:30 ହେବ। କାହାକୁ କିଛି ନ ଜଣାଇ ବିରିଡ଼ି ଗାଁ ଛାଡ଼ି ଚାଲିଯିବାକୁ ବାହାରିଲେ ଛବିରାଣୀ ଏବଂ ସ୍ୱାମୀ ନବକିଶୋର। ସାଙ୍ଗରେ ଥାଏ ଗୋଟେ ଛୋଟ ଶିଶୁପୁତ୍ର। ଗାଁ ଶେଷ ମୁଣ୍ଡରେ ଦୁଇ ଧାର ହୋଇ ବହି ଯାଉଥାଏ ବିଲୁଆଖାଇ ନଈ। ଗୋଟିଏ ଧାର ପାରି ହେଲା ପରେ ସେମାନଙ୍କୁ ଲାଗିଲା ସତେ ଯେମିତି କିଛି ଲୋକ ତାଙ୍କୁ ପଛରୁ ଗୋଡ଼ାଉଛନ୍ତି। ଜୋରରେ ଦୌଡ଼ିବାକୁ ଚେଷ୍ଟା କଲେ ସ୍ୱାମୀ ଓ ସ୍ତ୍ରୀ। ନବକିଶୋର ପୁଅକୁ କାଖେଇଥାନ୍ତି। ନଈ ବାଲିରେ ଦୌଡ଼ିବାକୁ ବହୁତ କଷ୍ଟ ହେଉଥିବାରୁ କ୍ଳାନ୍ତ ହୋଇ ତଳେ ପଡ଼ିଗଲେ ଛବିରାଣୀ। ଖାଲି କହୁଥାନ୍ତି, ମୋ ପୁଅକୁ ବଞ୍ଚାଅ, ପୁଅକୁ ନେଇ ତମେ ଏଠାରୁ ଚାଲିଯାଅ। କିନ୍ତୁ ରକ୍ତ ପିପାସୁଙ୍କ ହାତରେ ସ୍ତ୍ରୀକୁ ଏକୁଟିଆ ଛାଡ଼ି ଚାଲିଯିବାକୁ ସତେ ଯେମିତି ମନ ବଳୁନଥିଲା ନବକିଶୋରଙ୍କର। କିନ୍ତୁ ପୁଅର ଜୀବନକୁ ରକ୍ଷା କରିବାକୁ ଯାଇ ପଛକୁ ଦେଖି ଦେଖି ଆଗକୁ ଯିବାକୁ ବାଧ୍ୟ ହେଲେ ନବକିଶୋର। ସେ ଏକ ନଈପଠା ବେଣାବୁଦା ମୂଳେ ଲୁଚିଗଲେ। ସେଠି ସେ ଯାହା ଦେଖିଲେ ତାହା ଅକଳ୍ପନୀୟ। ଚୋରା ମଦ ବେପାରୀ ଓ କିଛି କୁଜି ନେତାମାନେ ଚାରିଆଡ଼ୁ ଘେରି ରହିଥାନ୍ତି ଛବିରାଣୀକୁ। ଛବି ତାଙ୍କୁ ବହୁତ କାକୁତି ମିନତି ହୋଇ ଛାଡ଼ିଦେବାକୁ ଅନୁରୋଧ କରୁଥାନ୍ତି। କିନ୍ତୁ ବୁଦାମୂଳେ ଲୁଚି ରହିଥିବା ସ୍ୱାମୀଙ୍କ କାନ ପରଦା ଫଟାଇ ହୃଦୟର ପ୍ରତିଟି ଧମନକୁ ଟିକ୍ ଟିକ୍ କରି କାଟି ପକାଉଥାଏ। ସେ ପୁଣି ଛବିରାଣୀଙ୍କ ପାଖକୁ ଯାଇପାରୁନଥାନ୍ତି। କାରଣ ପାଖରେ ଛୋଟ ପିଲାଟି ଥାଏ। ବାପା ମାଙ୍କ ପାଖରେ ପୁଅର ଜୀବନ ସେମାନଙ୍କ ଜୀବନଠାରୁ ବହୁତ ଅଧିକା। ଆଉ କିଛି ଉପାୟ ନ ପାଇ ଅନ୍ୟ ବାଟ ଦେଇ ନବକିଶୋର ପୁଅକୁ କାଖେଇ ପାଖ ଗାଁ କୁନ୍ଦୁରାରେ ପହଞ୍ଚିଲେ। ଆଉ ଜଣେ ବନ୍ଧୁଙ୍କ ଘରେ ପୁଅକୁ ଛାଡ଼ିଦେଇ ଗାଁ ମୁଖିଆଙ୍କୁ ସବୁ କଥା କହିଲେ। ସଙ୍ଗେ ସଙ୍ଗେ ଗାଁର କିଛି ଯୁବକଙ୍କୁ ଧରି ବିଲୁଆଖାଇ ନଦୀପଠାରେ ପହଞ୍ଚିଲେ ନବକିଶୋର। ସେଠାରେ ପହଞ୍ଚି ସେ ଯାହା ଦେଖିଲେ ସେଥିରେ ସତେ ଯେମିତି ତାଙ୍କ କଲିଜା ଖସି ପଡ଼ିଥିଲା। ଆଉ ସଙ୍ଗେ ସଙ୍ଗେ ଚାରିଆଡ଼େ ବିଜୁଳି ପରି ଖେଳି ଯାଇଥିଲା ଛବିରାଣୀଙ୍କ ହତ୍ୟା ଘଟଣା। ଆଉ ସ୍ତବ୍ଧ ହୋଇଯାଇଥିଲେ ପ୍ରତିଟି ଓଡ଼ିଆ। ସେପଟେ ନଦୀପଠା ବାଲିରେ ପଡ଼ି ରହିଥିଲା ଛବିରାଣୀଙ୍କ ଅର୍ଦ୍ଧଲଗ୍ନ ମୃତ ଶରୀର। ମୁଣ୍ଡରୁ ପାଦ ଯାଏଁ ସବୁ ଅଙ୍ଗରେ ରହିଥିଲା କ୍ଷତ ଚିହ୍ନ। ଭାଙ୍ଗି ଯାଇଥିଲା ବିବାହ ବେଦୀରେ ପିନ୍ଧିଥିବା ନାଲି ଚୁଡ଼ି ଏବଂ ଶଙ୍ଖା ଓ ମଙ୍ଗଳସୂତ୍ର। ରକ୍ତ ଜୁଡ଼ୁବୁଡ଼ୁ ବାଲୁକା ରାଶି ସଭ୍ୟ ସମାଜକୁ ଜଣାଇ ଦେଉଥିଲା ଛବିରାଣୀଙ୍କ ସହ ହୋଇଥିବା ପାଶବିକ ଅତ୍ୟାଚାରର କାହାଣୀ। ମୃତ୍ୟୁଦୂତଙ୍କ ପାଖରୁ ରକ୍ଷା ପାଇବା ପାଇଁ ଛବି କେତେ ଯେ ସଂଘର୍ଷ କରିଥିବେ ତାହା ଜଣାପଡ଼ୁଥିଲା ନଈ ବାଲିରେ ପଡ଼ିଥିବା ଛବିରାଣୀଙ୍କ ନଖ ଆମ୍ପୁଡ଼ାର ଚିହ୍ନରୁ। ବାଲି ହିଁ ଥିଲା ତାର ଏକମାତ୍ର ସାହାରା। ରକ୍ତ ପିପାସୁଙ୍କ ନିକଟରୁ ରକ୍ଷା ପାଇବା ପାଇଁ ଛବି ବାଲିର ସାହାଯ୍ୟ ନେଇଥିଲେ। ଦୁଇ ମୁଠା ବାଲି ସେମାନଙ୍କୁ ମୁହଁକୁ ଫିଙ୍ଗିଥିଲେ। ଦୁଇ ଧାର ହୋଇ ବହି ଯାଉଥିଲା ବିଲୁଆଖାଇ। ସେ ନଈ ନଥିଲା, ଥିଲା ଛବିରାଣୀଙ୍କ ଆଖିରୁ ବହି ଯାଉଥିବା ଦୁଇ ଧାର ଲୁହ। ତାର ମୃତ୍ୟୁ ଦେହ ଦେଖି ସ୍ପଷ୍ଟ ବାରି ହେଉଥିଲା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛି। ସ୍ୱାମୀ ନବକିଶୋରଙ୍କ ନିକଟରେ ଜୋରରେ ରଡ଼ି ଛାଡ଼ି କାନ୍ଦିବା ବ୍ୟତୀତ ଆଉ କିଛି ଉପାୟ ନଥିଲା। ସତ୍ୟର ଉନ୍ମୋଚନ କରୁ କରୁ ନିଜେ ଏକ ଅପ୍ରୀତିକର ସତ୍ୟ ହୋଇ ରହିଗଲେ ଛବିରାଣୀ।